ତମ ବୋହୂ ଗଲା ପରଠୁ ତମ ନିଦକୁ ହଜି ଯାଇଛି ନାଇଁ? ମୋର କାମ ଥିଲେ ନିଦ ହୁଏନି, ଅଳ୍ପ ଟିକେ ନିଦ ହବ। ଯାହା ହେଲେ ବି ଗୋଟେ ଆରାମସେ ତମେ ଶୋଉଥିଲ, ସେ ଗଲା ପରଠୁ ଗୋଟେ ରୋଷେଇ ଚିନ୍ତା ତମ ମୁଣ୍ଡରେ ଘାରୁଛି। ଦାୟିତ୍ୱ ରହିବ ନା। କାରଣ ତମେ ଯଦି ଇଆଡେ ଶୋଇପଡ଼ିବ, ସିଆଡେ ଆମର ଖାଇଲା ବେଳକୁ ଦିନ 4ଟା ବାଜିଯିବ। 4ଟା ବାଜିବନି ଯେ ଯଦି କ'ଣ ବସେଇକି ଶୋଇଥିବି ପୋଡ଼ିଯିବ। 4ଟା କ'ଣ କହୁଛି? ଗୋଟେ ଯେହେତୁ ଗୋଟେ ଦାୟିତ୍ୱଟା ତମ ମୁଣ୍ଡ ଉପରେ ରହୁଛି, ଯାହା ବି ଶୋଇପାରୁନ। ନାଇଁ ଯାହା ବି ବେଙ୍ଗା ହବ ଆମେ ଆମର ଚଳେଇକି ଖାଇ ପିଇକି ରହିଯିବୁ। ଏକୁଟିଆ ମୁଁ ଗୋଟିଏ ତ ରତନ, କ'ଣ କରିବି? ବୁଲିବାଲିକି ସବୁବେଳେ ଦୋଷଟା ମୋ ପଟକୁ ପଳେଇ ଆସିବ। ଦୋଷ ଦେବି ଆଉ ଦୋଷ ଦେବି କାହାକୁ? ମୁଁ କିଛି ବାହୁନି, ବାପା ବି ବାହୁନିବେନି। ନା ନା, ବାପା କ'ଣ ବାପାଙ୍କୁ ଚଳେଇଦେବି, ଏଇଟା ଖାଇଦବାକୁ ସେଟା କରତ ଖାଇଦବା। ସେ ଚଳନ୍ତୁ କି ନ ଚଳନ୍ତୁ, ତମ ଧମକରେ ସେ ହଁ ହାଁ କରିଦେବେ। ମୁଁ କ'ଣ ଧମକ କରୁଛି? ସେ କ'ଣ ଜାଣିନାହାନ୍ତି ମତେ ଗରମ ହଉଛି, ତାକୁ ଗରମ ହଉନି? ଏଇଟା ଏଇନେ ସମସ୍ତେ ବୁଝିବା ଦରକାର। ଏକୁଟିଆ ଖାଲି ମତେ ଶସ୍ତା ପାଇଛ, ସବୁ କଥାରେ ମତେ ଖାଲି ଟଣଉଛ। ତତେ ଟଣଉଛି? ଠିକ ଅଛି, ମୁଁ ଆଜିଠୁ ଯାହା ଦେବି ତାହା ଖାଇବୁ। ଠିକ ଅଛି, କିଛି କହିବୁନି, ମତେ ପଚାରିବନି। ନା ମୁଁ ପଚାରୁନି ତ, ପଚାରିବିନି, ଜମା ପଚାରିବିନି। ଯାହା ଦବ ମୁଁ ଖୁସିରେ ଖାଇବି, କିଛି ପଚାରିବନି। ନା ଲୁଣ ଲଙ୍କା ଆମ୍ବୁଲ ଆଳୁ ପଖାଳ ତୋରାଣି, ମୋର କୋଉଥିରେ କିଛି କମ୍ପ୍ଲେନ ନାହିଁ।